ଆଜ୍ଞା ଗୋଟେ କଥା କହିବି, ଲୋକମାନେ ସିନେମା ଖାଇ ଯାଆନ୍ତି ସାରା ଦିନର କ୍ଳାନ୍ତି ମେଣ୍ଟାଇବା ପାଇଁ, ଟିକେ ହସ ଖୁସିରେ ରହିବା ପାଇଁ ସେମାନେ ସିନେମାରେ ଯାଆନ୍ତି। ସେଠି ଯାଇକି ଯଦି ସେ ଦେଖନ୍ତି ଖାଇବାକୁ ନାହିଁ, ଦୁଃଖରେ ଅଛନ୍ତି, ଏଗୁଡ଼ା ଏଗୁଡ଼ା ଦେଖିଲେ କ'ଣ ହେବ? ସେ ତ ନିଜେ ଦୁଃଖୀ, ସେ ନିଜେ। ସେଇଠି ଦରକାର ତାଙ୍କୁ କମେଡ଼ି, ଯେଉଁଥିରେ ସିଏ ନିଜେ ହସିବ ଏବଂ ନିଜେ ହସିକି ଆସି ସେଇଟା ପୁଣି ଘରେ ଆସିକି କହିବ ଅନ୍ୟମାନଙ୍କୁ, ଆରେ ଯାରେ ସେ ପିକ୍ଚରଟା ସହ ଯେଉଁ ଭଲ ଲାଗୁଛି ରେ, ଭଲ ଲାଗୁଛି। ସେଠି ଆଉ ଗୋଟିଏ କଥା କହିଦେଉଛି, ଦୁଇ ଜଣ ସାଙ୍ଗ ସେମାନେ ମଦ ପିଇଛନ୍ତି। ହେ ସାମନ୍ତୁ ଆଇଲୁ। ମୁଁ କହିଲେ ତୁ କିଏ ବେ? ଆରେ ମୁଁ କହିଲେ ନରି। ଆରେ ନରି, ଆରେ ତ ବହୁତ ଦିନ ପରେ ଦେଖା। କ'ଣ କେମିତି ଅଛୁ? କହିଲା ତୁ ବେଶୀ ପିଇ ଦେଇଛୁ। ହଁ ମୁଁ ବେଶୀ ନାହିଁ, ତୁ ବେଶୀ ପିଇଛୁ। ହଁ ନାଇଁ ତୁ ବେଶୀ, ସିଏ ତୁ। ମୁଁ କହିଲି ତୁ ବେଶୀ ପିଇଛୁ। ଆଚ୍ଛା କହିଲୁ ତାପରେ ତୋ ଜନ୍ମ ତାରିଖ କହ। ତୁ କେବେ ଜନ୍ମ ହେଇଥିଲୁ? ନରିକୁ ମୁଁ କହିଦେବି ଜନ୍ମ ହେଇଥିଲୁ କହ। ମୁଁ ଜନ୍ମ ହେଇଥିଲି 1947 ଅଗଷ୍ଟ 15। ଆରେ 15 ଅଗଷ୍ଟ କହୁଛୁ? 15 ଅଗଷ୍ଟ ତ ଛୁଟି ଦିନ। ତୁ ଜନ୍ମ ହେଲୁ କେମିତି ମୋତେ ବତାଦେ। ତୁ ମିଛ କଥା କହୁଛୁ। ନାଇଁ କହ ମିଛ କଥା କହୁଛୁ କି ନାଇଁ କହ। ସିନେମା ଦେଖିବାକୁ ଲୋକମାନେ କାହିଁକି ଯାଆନ୍ତି? କ'ଣ ପାଇଁ ସିନେମା ଦେଖିବାକୁ ଯାଆନ୍ତି ଆପଣ ଲୋକମାନେ? ସେଇଟା ଆପଣମାନଙ୍କୁ ମୁଁ କହୁଛି। ୟା ନୁହେଁ ଯେ ସତ୍ୟଜିତ୍ ରାୟଙ୍କର ଗୋଟେ ପିକ୍ଚର ଯଦି ଆପଣ ଦେଖିବାକୁ ଗଲେ, ଆପଣ ଜୀବନରେ ଯାହା ଘଟିଛି, ଖାଇବାକୁ ପାଇନାହାନ୍ତି, କେମିତି ରୋଜଗାର କଲେ, ଖାଇଲେ ପିଇଲେ, ବାସ୍ତବ ଜିନିଷ ଗୁଡ଼ା ଯେଉଁଗୁଡ଼ା ଆପଣ ନିଜେ ସେଗୁଡ଼ା ଆପଣ ଇଏ କରୁଛନ୍ତି, ଅନୁଭବ କରୁଛନ୍ତି। କିନ୍ତୁ ସେଇଟା ଥିଲା ଇଏ ନୁହଁ। ସେଇଟା ପ୍ରକୃତ କଥା ନୁହେଁ। ଲୋକମାନେ ତାଙ୍କର ଦୈନନ୍ଦିନ କାମ ଭିତରେ ଦୁଃଖ ସୁଖ ଭିତରେ ଅମୁକ ଟିକେ ସାରାଦିନ ଇଏ ହେଉଛି ରିଲାକ୍ସ ହେବା ପାଇଁ ସିଏ କ'ଣ କରନ୍ତି, ସେ ଚାହେଁ ଟିକେ ଯିବା ପାଇଁ ଖୁସି ହେବା ପାଇଁ। ସେତିକି ବେଳେ ସେ ଯଦି ଯାଏ ଦେଖେ ଅପୂର୍ବ ସଂସାର ସତ୍ୟଜିତ୍ ରାୟର, ଜମା ଭଲ ଲାଗିବନି, ହଲ୍ରୁ ଉଠି ପଳେଇ ଆସିବ। ସେଇଠି ଦରକାର ମେହମୁଦ ଜାନିବାକରର ପିକ୍ଚର, ଯେଉଁ ପିକ୍ଚରରେ ମାନେ ଇନକ୍ଲୁଡ଼ିଂ ମୁଁ ବି କମେଡ଼ିଆନ୍, କିନ୍ତୁ ମୁଁ ବି ତାଙ୍କ ସିନେମାରେ ହସି ହସିକି ବେଦମ ହେଇଯାଏ। ଅଥଚ ମୁଁ ଯେମିତି ଜୋର ରୋଲ୍ କରେ, ସେ ଲୋକ କେତେ ହସନ୍ତି ତା ମୁଁ କହିପାରିବିନି। କିନ୍ତୁ କମେଡ଼ିଆନ୍ ଇଜ୍ ମେନ୍। ଗୋଟାଏ ଚଳଚ୍ଚିତ୍ର ଭିତରେ କମେଡ଼ିଆନଙ୍କର ଯେଉଁ ଭୂମିକା, ସେଇଟା ସବୁଠୁ ବଡ଼ ବୋଲି ମୁଁ ଭାବୁଛି। ଏତିକି ମୁଁ କହିବା କଥା।